জীবন কবুচি ହରବେ ଇଏ ଘୋରଟା ଖୋଜିବା ପାଇଁ ମଣିଷ ନାକେଦମ ହେଇଗଲାଣି। ଏଇ ପହଞ୍ଚିବା ପାଇଁ ମୋର ଟିକେ ଡେରି ହେଇଗଲା। କଥା କଣ କି ରାତି ବସଟା ତ ପହଞ୍ଚୁ ପହଞ୍ଚୁ ଲେଟ୍ ହେଇଗଲା। ତାପରେ ତ ଗଲା ଆଉ ମୁଁ ଘର ଖୋଜୁଛି। ଆଉ ଏ ବଣିଆଟା ବି ସୁନା ଗଡ଼ିବାରେ ଲେଟ୍ କଲା, ନହେଲେ କାଲି ମୁଁ ମଣ୍ଟୁଆ ସାଥିରେ ଆସିଥାନ୍ତି। ଯା ତମେ ଏବେ ଫେରିଯାଅ, ସେ ଗହଣା ଗାଣ୍ଡି ଆଉ କିଛି ଦରକାର ନାହିଁ ମୋର। ତମେ ସେମିତି କହୁନା ମଉସା, ମାନୁଛି ଆମେ ଗରିବ ଲୋକ, ଏଇ ଘରେ ବନ୍ଧୁ ବାନ୍ଧିବାର ଆମର ଭାଗ୍ୟ। ମୁଁ ଜାଣିଛି ଆପଣଙ୍କୁ ମନ ମୁତାବକ ଯୌତୁକ ଦେଇନାହୁଁ ବୋଲି ମନ ଦୁଃଖ କରିଛ। ଓ ବନ୍ଦ କର, ତମେ ତମକୁ ଯାହା ପରା କହିଲି, ଚାଲି ଯାଠୁ କାହାକୁ ଦେଖିବାକୁ ଚାଲି ଆସିଛ। ମୋ ଭଉଣୀ ସନ୍ଧ୍ୟାକୁ ମୁଁ ମାନୁଛି ମଉସା, ଆମେ ମଳିମୁଣ୍ଡିଆ, ଏଇ ଘରେ ପାଦ ରଖିବାର ସାହସ ନାହିଁ। ହେଲେ ମୋ ଭଉଣୀକୁ ଟିକେ ଦେଖିଦେଇ ସେଥିରେ କଣ ମୋ ଭାଗ୍ୟ ନାହିଁ? ଡାକି ଦିଅନ୍ତୁ ମଉସା, ମୁଁ ଖାଲି ଥରୁଟିଏ ତାକୁ ଦେଖି ଚାଲିଯିବି। ମନା କରନ୍ତୁନି ମଉସା। ସନ୍ଧ୍ୟା, ଆଲୋ ଏ ସନ୍ଧ୍ୟା, ତତେ କଣ ତ ହୁଣ୍ଡା ଭାଇର ଡାକ ଶୁଭୁନି? ଆଲୋ ଦେଖ ତୋ ଭାଇକୁ ମଉସା କେମିତି ଦୁଆର ମୁହଁରୁ ଫେରେଇ ଦଉଛନ୍ତି। ଆଲୋ ଏ ସନ୍ଧ୍ୟା, ମୁଁ ଏଡେ ପାଟିରେ ଡାକୁଛି ତତେ ଶୁଭୁନି ନା କଣ? ତୁ ବି କଣ ମୁହଁ ଛପା କରି ଅଛୁ? ଆଲୋ ତତେ ଏ ହୁଣ୍ଡା ଭାଇର ରାଣ କଣ ତୁ ବଡ ଘର ବୋହୁ ହେଲୁ ବୋଲି ଏ ଭାଇଟାକୁ ଭୁଲିଯିବୁ? ସନ୍ଧ୍ୟା, ଆଲୋ ମୋ ସାଥିରେ କଥା ନହେଲେ ନାହିଁ। ଏଇ ଶାଢୀ ଆଉ ଗହଣା ଗାଣ୍ଠି ଦିଟା ତୁ ନେଇଯା। ଆଲୋ ଆକୁ ମୁଁ ଦେଉନି ଲୋ, ଦାଦା ପଠେଇଛି ଦାଦା। ଆଲୋ ଏ ସନ୍ଧ୍ୟା, ସନ୍ଧ୍ୟା ଭାଇ ମୋ ଭଉଣୀର ଅବସ୍ଥା ଦେଖିବା ଆଗରୁ ମତେ ଅନ୍ଧ କରିଦେଲନି କାହିଁକି? ମତେ ଅନ୍ଧ କରିଦେଲନି କାହିଁକି ଭଗବାନ? କିଏ କିଏ ତୋ ଜୀବନରେ ଏମିତି କରିଛି? ମୁଁ ତାକୁ ଜମା ଛାଡ଼ିବିନି। କହ ଏମିତି କେମିତି ହେଲା? ଦଲକାଏ ପବନରେ ବାଲି ଗୋଟେ ଆମର ଘରଟା ଭାଙ୍ଗିଗଲା। ଆଉ ସେଇଦିନ ଅନ୍ଧାର ଭିତରେ ସମୀର ଆମକୁ ଛାଡ଼ି ଚାଲିଗଲା।
କିରେ ତାମାନେ ମୁଁ ଯାହାକୁ ଦେଖିଛି ସେ ଅନ୍ୟ କେହି ନୁହେଁ ମୋ ଭଉଣୀର ଶଙ୍ଖା ସିନ୍ଦୁର ଦେଖିଛି ଚିହ୍ନିଛି ମୁଁ ସେମାନଙ୍କୁ ଜମା ଛାଡ଼ିବିନି ମୁଁ ହଁ ମଣ୍ଡୁଆ ତୁ ଯା ସେମାନଙ୍କୁ ପ୍ରତିଶୋଧ ନେ ମଣ୍ଡୁଆ ଖୁବ୍ ଶୀଘ୍ର ଯା ଛାଡ଼ିବିନି କେବେ ବି ସେମାନଙ୍କୁ ଛାଡ଼ିବିନି ମୁଁ ତା ହାତରେ ହାତ କାଢ଼ି ପକାଇ ତାକୁ ମୁଁ ହାଜତ ଭିତରେ ପୁରାଇବି ନହେଲେ ସେମାନେ ଯେତେ ଶୀଘ୍ର ପଳେଇଯିବେ ଏଠୁ ତୁ ଯା ଶୀଘ୍ର ଯା ମୁଁ ଛାଡ଼ିବିନି ତାକୁ ଜମା ଛାଡ଼ିବିନି আলো ভাই আলো ମୋ ପାଇଁ ଯୋଉ ଶଙ୍ଖା ସିନ୍ଦୁର ଶାଢ଼ୀ ଆଣିଛ ସେ ସବୁ କଣ ହବ ନେଇ ଚାଲ ଭାଇ ଏସବୁ ତ ସାଙ୍ଗରେ ତୁ ନେଇଯା କଡ଼ା ହୁକୁମ ଆସ୍ତେ ଢାଳି ଦେବି ନା লুজ ক্যারেক্টার বাদল বাবু ତମର ଏଇ ଦିଟା ଗୋଟେ ଗୋଟେ ଲୁଜ କ୍ୟାରେକ୍ଟର ଫଲାର ଠିଆ ହେଇଛନ୍ତି ଅଥଚ ଡାକୁ ନାହାନ୍ତି ଏ ବାଦଲ ମହାନ୍ତିର ସବୁ ଖୁଲୁମ ଖୁଲା ଚାଲିବ ପାନ ଦୋକାନଠୁ ଆରମ୍ଭ କରି ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଆଉ ଶୌଚାଳୟଠୁ ଆରମ୍ଭ କରି
କରିବ ପୋଲିସ, ମାଛ ଖାଇବ ଇଲିସି। ଏମିତି ଭାବରେ ଭାବର ଆଦାନ ପ୍ରଦାନ ଚାଲିଥିବ ନା। ଆଉ ସେଥିରେ ଯେ ବାଧା ଦବ ସେ ଶଳାଟି ମରିବ, ଠିକ ସମୀର ମହାପାତ୍ର ଭଳି। Whose character? ଖାଲି ମରିବନି, ତା ଲାଶ ବି ପତ୍ତା ମିଳିବନି। ବୁଝେଇଛି, କାନେ କାନେ ବୁଝେଇଛି। ଶଳାର ରକ୍ତଟା ବହୁତ ଗରମ ହେଇଗଲା। ଆଉ ଶଳା ସିଏ ମରିବନି ତ ଆଉ କିଏ ମରିବ? बाप से बेटा ज्यादा है। बापा देश सेवा करी हाथ गोड़ पंगु करी बसिला, माँ को हरैला, आउ पुओटा स्वर्ग को चली गला। ଆରେ ସ୍ୱର୍ଗକୁ ଚାଲିଗଲା ତ କଣ ହେଲା? ବୁଝିଲ ନାରଦ, ସିଏ ତମର ଦିନେ ପିଢା ପକେଇ ଦେଇଥିଲା, ପିଢା। ଆଉ ସେ ଶଳାଟା ମରିବନି ତ ମରିବ କିଏ? Whose character? अबे तमे जीटा छिड़ा हिच कोन आम भाई गोटे गोटे बैग बनो ना। এই কাম আমি বাকি রখিছু। बादल बाबू, नालू बाबू Cheers. अरे से थोड़ा इंस्पेक्टर भाई ଟିକେ नीरव प्रार्थना करूना। मिली जीवरे पुटा এই কাম এতବେଳେ ଆମେ ଆଉ କଣ କରୁଥିଲୁ କି?